ଲୋକମାନେ କିଭଳି ଭାବରେ ନ୍ୟାୟ ପାଇପାରିବେ ଏବଂ ଲୋକମାନେ ଶାନ୍ତିରେ ନିଜ ଅଞ୍ଚଳରେ ଶାନ୍ତିରେ ବାସ କରିପାରିବେ ଏ ପ୍ରକାରର କଥାକୁ ବିଚାରକୁ ନେଇ ଆମ ସରକାର ଅନେକ ଗୁଡ଼ାଏ ପଦକ୍ଷେପ ନେବା ପାଇଁ ଯାଉଛନ୍ତି। ଯେଉଁ ରଥଯାତ୍ରା ହେଉଛି ତାକୁ ଅଧିକ ସୁସଜ୍ଜିତ ଏବଂ ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଏକ ସ୍ୱତନ୍ତ୍ର ବାଟାଲିୟନ କରାଯାଉଛି। ଇମର୍ଜେନ୍ସି ଆପତକାଳୀନ କାମ କରିବା ପାଇଁ ହଠାତ୍ ଇମର୍ଜେନ୍ସି ଗୋଟେ ଆସିଗଲା ସେତେବେଳକୁ ଭେହିକିଲ୍ ନାହିଁ ସେ ଅନ୍ ଦି ସ୍ପଟ୍କୁ ଯିବା ପାଇଁ ଆଉ ଆଇଆଇସି କୌଣସି ସମୟରେ ଯଦି ସେ ଫୋର୍ ହ୍ୱିଲରକୁ ନିଜେ କିମ୍ବା ଆଉ କାହା ଅଫିସରକୁ ଦାୟିତ୍ୱ ଦେଇଦେଇକି ସେ ଗାଡ଼ି ନାହିଁ ସେ ସମୟରେ ତ୍ୱରିତ ଏହାର କାର୍ଯ୍ୟକ୍ରମ କରିବା ପାଇଁ ଆଉ ଗୋଟିଏ ଫୋର୍ ହ୍ୱିଲର ଗାଡ଼ି ଦେବାର ବ୍ୟବସ୍ଥା ପ୍ରତି ଥାନାରେ ଏହା ଆମ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ରମ କରାଯିବ। ନୂଆ ସରକାର ଆସିଲା ପରେ ଆମର 2 ଦିନ ଧରି ଯେଉଁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କର ସମ୍ମିଳନୀ ଚାଲିଛି ଆଜି ଦ୍ୱିତୀୟ ଦିନରେ ଆଜି ବିଶେଷ କରିକି ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସେମାନେ ଯୋଗ ଦେଇଛନ୍ତି ଏବଂ ଏ ଗୃହ ବିଭାଗର ବିଶେଷ କରିକି ଶକ୍ତିକୁ ବୃଦ୍ଧି କରିବା ପାଇଁ ଏବଂ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ଆମର ଗୃହ ବିଭାଗର ଶକ୍ତିକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ଅଛି। ଏହାକୁ ଆଧାର କରିକି ଆମ ସରକାର ମଧ୍ୟ ବଜେଟ୍ରେ ଅଧିକ ବ୍ୟବସ୍ଥା କରୁଛନ୍ତି ଏବଂ ମୁଁ ମଧ୍ୟ ଲୋକମାନେ କିଭଳି ଭାବରେ ନ୍ୟାୟ ପାଇପାରିବେ ଏବଂ ଲୋକମାନେ ଶାନ୍ତିରେ ନିଜ ଅଞ୍ଚଳରେ ଶାନ୍ତିରେ ବାସ କରିପାରିବେ ଏ ପ୍ରକାରର କଥାକୁ ବିଚାରକୁ ନେଇ ଆମ ସରକାର ଅନେକ ଗୁଡ଼ାଏ ପଦକ୍ଷେପ ନେବା ପାଇଁ ଯାଉଛନ୍ତି। ସେଥିରେ ଯାହା ଆପଣଙ୍କର ମହାପ୍ରଭୁ ଜଗନ୍ନାଥଙ୍କର ଯେଉଁ ରଥଯାତ୍ରା ହେଉଛି ତାକୁ ଅଧିକ ସୁସଜ୍ଜିତ ଏବଂ ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଏକ ସ୍ୱତନ୍ତ୍ର ବାଟାଲିୟନ କରାଯାଉଛି ଯେଉଁଥିରେ 1043ରୁ ଅଧିକ ଏଥିରେ ବିଭିନ୍ନ ସୁରକ୍ଷା ବଳ ସହିତ କର୍ମଚାରୀ ନିଯୁକ୍ତି ହେବେ ଏବଂ ହୋମଗାର୍ଡ ଯାହାକି ପୁନର୍ନିଯୁକ୍ତି ପାଇଁ ନିଷ୍ପତ୍ତି ଆମ ସରକାର ନେଇଛନ୍ତି ତାକୁ ତ୍ୱରିତ କାର୍ଯ୍ୟକାରୀ କରିବା ପାଇଁ ବିଶେଷ କରିକି ଏଥିରେ ପାଖାପାଖି 2998 ଜଣ ପୁନର୍ନିଯୁକ୍ତି ହୋମଗାର୍ଡ କ୍ଷେତ୍ରରେ କରାଯିବ। ଯେଉଁ ଥାନାମାନଙ୍କରେ ଭେହିକିଲ୍ ନାହିଁ 2 ହ୍ୱିଲର ହେଉ ବା 4 ହ୍ୱିଲର ହେଉ ଏବଂ ଯେଉଁ ଆୟୋମାନେ ବିଭିନ୍ନ ପ୍ରକାରର ଯେତେବେଳେ ଫିଲ୍ଡ ଭିଜିଟ୍ କରୁଛନ୍ତି ଇନକ୍ୱାରି କରୁଛନ୍ତି ସେତେବେଳେ ତାଙ୍କ ପାଖରେ ମୋଟର ସାଇକେଲ ବା 4 ହ୍ୱିଲର ନାହିଁ ତାକୁ ଅଧିକ ଶକ୍ତି ଦେବା ପାଇଁ ଏବଂ ଏ ଇନକ୍ୱାରିକୁ ଗତି ବଢ଼ାଇବା ପାଇଁ ସେଥିରେ ବର୍ତ୍ତମାନ ସବୁ ଥାନାମାନଙ୍କରେ ଓଡ଼ିଶାର 9000 ମୋଟର ସାଇକେଲ ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ନିଷ୍ପତ୍ତି ହୋଇସାରିଛି ଏବଂ ପ୍ରତି ଥାନାରେ ମଧ୍ୟ ଇମର୍ଜେନ୍ସି ଆପତକାଳୀନ କାମ କରିବା ପାଇଁ ହଠାତ୍ ଇମର୍ଜେନ୍ସି ଗୋଟେ ଆସିଗଲା ସେତେବେଳକୁ ଭେହିକିଲ୍ ନାହିଁ ସେ ଅନ୍ ଦି ସ୍ପଟ୍କୁ ଯିବା ପାଇଁ ଆଉ ଆଇଆଇସି କୌଣସି ସମୟରେ ଯଦି ସେ ଫୋର୍ ହ୍ୱିଲରକୁ ନିଜେ କିମ୍ବା ଆଉ କାହା ଅଫିସରକୁ ଦାୟିତ୍ୱ ଦେଇଦେଇକି ସେ ଗାଡ଼ି ନାହିଁ ସେ ସମୟରେ ତ୍ୱରିତ ଏହାର କାର୍ଯ୍ୟକ୍ରମ କରିବା ପାଇଁ ଆଉ ଗୋଟିଏ ଫୋର୍ ହ୍ୱିଲର ଗାଡ଼ି ଦେବାର ବ୍ୟବସ୍ଥା ପ୍ରତି ଥାନାରେ ଏହା ଆମ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ରମ କରାଯିବ ଏବଂ ଆପଣଙ୍କର ଯେଉଁ ଇମର୍ଜେନ୍ସି ଯେଉଁଟା ଆମର ଅଛି ଅଧିକ ଶକ୍ତି ବୃଦ୍ଧି କରିବା ପାଇଁ ସେଥିରେ ERSS ପାଇଁ 1243 ପଦବୀ ମଧ୍ୟ ପୂରଣ କରାଯିବ ଏବଂ ବିଭିନ୍ନ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ହେଉଥିବା କାରଣରୁ ସେଠି ମଧ୍ୟ 10ଟି ମେଡିକାଲ କଲେଜରେ 10ଟି ପୋଲିସ ଫାଣ୍ଡି ବା ଆଉଟପୋଷ୍ଟ ନୂତନ ଭାବରେ ପ୍ରତିଷ୍ଠା କରାଯାଉଛି ଏବଂ ଆପଣଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନେକ ସମୟରେ ଓଡ୍ରାଫ୍ ଟିମ୍ର ବହୁତ ବଡ଼ ଗୋଟେ ଭୂମିକା ଥାଏ ଏବଂ 20ଟି ୟୁନିଟ୍ ଅଛି। ଆମ ସରକାର ପୁଣି ଆଉ 10ଟି ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି ତାହା ମଧ୍ୟ ଆମର ଘୋଷଣା ହୋଇସାରିଛି। ଅଳ୍ପ ଦିନ ଭିତରେ ଏହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବ ଏବଂ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଓଡ୍ରାଫ୍ ଟିମ୍ର ୟୁନିଟ୍ ମଧ୍ୟ ପ୍ରତିଷ୍ଠା ହେଉଛି ଏବଂ ଆଉ ଗୋଟିଏ ବଡ଼ କଥା ହେଲା ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସ ଯେଉଁଟାକି OASF କୁହାଯାଉଛି ତାହାର ବହୁତ ଆବଶ୍ୟକତା ଥିଲା। ତାହା 3ଟି ବାଟାଲିୟନ ନୂଆ ଭାବରେ ଗଠନ କରାଯାଉଛି। ଏହା କରିବା ଦ୍ୱାରା ବିଶେଷ କରିକି ପୋଲିସର ଯେଉଁ ଥିମ୍ ଅଛି ସେବା ଓ ସୁରକ୍ଷା
ये कार्यक्रम को सफल करने हेले तांकर शक्ति को एवं तांकर मनोबल को दृढ़ करने पड़ो से आमर ये गृह विभाग जहाँ भी तांकर डेफिशिएंसी अच्छी अभाव अच्छी संपूर्ण भाव में पूरण करा जाउछि एवं आगामी दिन में एक शांतिप्रिय राज्य हिसाब से जो ओडिशा अच्छी बजाई रखा संपूर्ण भाव में आम पुलिस विभाग ओडिशा पुलिस सक्षम अच्छी आगामी दिन में आहरी अधिक शक्तिशाली हो भारत वर्ष में जेभली भाव में यह स्वतंत्र भाव में प्रथम धाड़ी में रहिबो से प्रकार आमे ताकू शक्ति जोगाई आज ये सम्मेलन में ये कथा मु समस्त जिलापाल मान उपस्थित आरक्षी अधीक्षक मानक एवं राज्यर उभय विभाग वरिष्ठ अधिकारी मान उपस्थित मु परामर्श देइछि एवं निश्चित भाव में आगामी दिन में आम ओडिशा पुलिस भारत वर्ष में 1 नंबर पुलिस मर्यादा पाइब से कार्यक्रम हाथ को नौछि।